ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମାନେଶ୍ୱର ବ୍ଲକର ଧମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀକୃଷ୍ଣ ଶ୍ରୀ ରାଧା ବେଶଧାରୀମାନଙ୍କର ଏକ ଶୋଭାଯାତ୍ରା ଧମା ଅଞ୍ଚଳ ପରିକ୍ରମା କରିଥିଲା। ସ୍ଥାନୀୟ ଧମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରୀକୃଷ୍ଣ ଶ୍ରୀ ରାଧା ବେଶଧାରୀମାନେ ପରିକ୍ରମା କରି ଶୋଭାଯାତ୍ରାରେ ସାମିଲ ଥିଲେ। ଏହାସହ ଧମା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରାଟି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧମା ସରପଞ୍ଚ ଲଳିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଧମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟାମାନେ ଉପସ୍ଥିତ ରହି ଆୟୋଜନରେ ସହଯୋଗ କରିଥିଲେ।